ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। चतुर्थ अध्याय ज्ञान योग। परमात्मा का दिव्य जन्म और दिव्य कर्म रहस्य। बहुनी मे व्यतीतानि जन्मानि तव चार्जुन तान्यहं वेद सर्वाणि न तोऽहं वेदं परन्तप अजोऽपि सन्नव्ययात्मा भूतानामीश्वरोऽपि सन् प्रकृतिं समधिष्ठाय सम्भवाम्यात्ममायया यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतं धर्म संस्थापनार्थाय सम्भवामि युगे युगे जन्म कर्म च मे दिव्यमेवं जो वेत्ति तत्त्वतः त्यक्तं देहं पुनर्जन्म नैति मामेति सोऽर्जुन वीतरागभयक्रोधा मन्मया मामुपाश्रिताः बहवो ज्ञानतपसा पूतमद्भवमागताः। अर्थ, हे अर्जुन, मोर एवं तुमर मध्य बहु जन्म व्यतीत होइछि। ମୁଁ ସେସବୁ ଜାଣେ, କିନ୍ତୁ ତୁମେ ଜାଣ ନାହିଁ। ମୁଁ ଜନ୍ମରହିତ ଅବିନଶ୍ୱର ସୁପ୍ରତିଷ୍ଠ ସତ୍ତା ହୋଇ ମଧ୍ୟ ଓ ସର୍ବଭୂତର ଅଧୀଶ୍ୱର ହୋଇ ମଧ୍ୟ ନିଜ ପ୍ରକୃତିକୁ ନିୟନ୍ତ୍ରିତ କରି ନିଜ ମାୟା ଦ୍ୱାରା ଆବିର୍ଭୂତ ହୋଇଥାଏ। ହେ ଭାରତ, ଯେଉଁ ଯେଉଁ ସମୟରେ ଧର୍ମର ହାନି ଏବଂ ଅଧର୍ମର ବୃଦ୍ଧି ହୁଏ, ସେହି ସମୟରେ ମୁଁ ନିଜକୁ ପ୍ରକଟ କରେ। ସାଧୁମାନଙ୍କର ରକ୍ଷା ପାଇଁ ଏବଂ ପାପୀମାନଙ୍କର ବିନାଶ ପାଇଁ ଓ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଅବତୀର୍ଣ୍ଣ ହୁଏ। ହେ ଅର୍ଜୁନ, ଯିଏ ମୋର ଏହି ପ୍ରକାର ଦିବ୍ୟ ଜନ୍ମ ଓ କର୍ମ ସ୍ୱରୂପକୁ ଜାଣେ, ସେ ଦେହ ତ୍ୟାଗ କରି ପୁନର୍ବାର ଜନ୍ମ ନିଏ ନାହିଁ, ପରନ୍ତୁ ମୋତେ ପ୍ରାପ୍ତ ହୁଏ। ଆସକ୍ତି, ଭୟ ଓ କ୍ରୋଧ ବର୍ଜିତ ମୋଠାରେ ଏକଚିତ୍ତ ମୋତେ ଆଶ୍ରୟ କରି ଅନେକ ଜ୍ଞାନ ଓ ତପସ୍ୟା ଦ୍ୱାରା ପବିତ୍ର ହୋଇ ମୋର ଭଗବତ୍ ସତ୍ତା ଭଗବତ୍ ପ୍ରକୃତି ଲାଭ କରିଛନ୍ତି। ବ୍ୟାଖ୍ୟା। ଦ୍ୱିତୀୟ ଅଧ୍ୟାୟରୁ କର୍ମଯୋଗ ସମ୍ପର୍କିତ ବର୍ଣ୍ଣନା ଚାଲିଥିଲା, କିନ୍ତୁ ତୃତୀୟ ଅଧ୍ୟାୟରେ ଅର୍ଜୁନଙ୍କ ପ୍ରଶ୍ନ ବିଷୟ ପ୍ରସଙ୍ଗର ପରିବର୍ତ୍ତନ କରିଦେବାରୁ କର୍ମ କରିବାର ଆବଶ୍ୟକତା ଉପରେ ବିସ୍ତାରିତ ଭାବରେ ଆଲୋଚନା ହେଲା। କିନ୍ତୁ ଦ୍ୱିତୀୟ ଅଧ୍ୟାୟରେ ଆରମ୍ଭ ହୋଇଥିବା କର୍ମଯୋଗ ପ୍ରକରଣର ସମାପ୍ତି ହୋଇନଥିଲା। ଏହି ବିଷୟରେ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକତା ଥିଲା। ଏହା ଅତ୍ୟନ୍ତ ପ୍ରାଚୀନ ଓ ଗୋପନୀୟ ବିଷୟ। ଏହା ସହିତ ପରମାତ୍ମାଙ୍କ ଦିବ୍ୟ ଜନ୍ମ ଓ ଦିବ୍ୟ କର୍ମ ଜଡ଼ିତ। ପ୍ରତି କଳ୍ପରେ ଏହି ଶିକ୍ଷା ଦେବା ପାଇଁ ପରମାତ୍ମାଙ୍କ ଦିବ୍ୟ ଜନ୍ମ ଅବତରଣ ହୁଏ। ଯୋଗ ଦ୍ୱାରା ଜ୍ଞାନ ଓ କର୍ମର ସମନ୍ୱୟ ହୁଏ। କର୍ମ ଜ୍ଞାନରେ ପହଞ୍ଚାଇ ଦିଏ, ଜ୍ଞାନ କର୍ମକୁ ରୂପାନ୍ତରିତ କରେ ଏବଂ ଉଭୟ ପରମ ପିତା ପରମାତ୍ମାକୁ ସମର୍ପିତ ହୁଅନ୍ତି। କିନ୍ତୁ ଏହି ଆଦି ଓ ପ୍ରାଚୀନତମ ଯୋଗ କାଳକ୍ରମେ ବିସ୍ତୃତ ହୋଇଯାଇଥିଲା। ସେ କାଳେନେହା ମହାତା ଯୋଗେ ନଷ୍ଟଃ। ଏହାର ପରିଣାମ ସ୍ୱରୂପ ସମାଜରେ ବିଶୃଙ୍ଖଳା ଦେଖାଦେଲା। ଧର୍ମର ବିକୃତ ବ୍ୟାଖ୍ୟା ହୋଇ ସମାଜ ବିଭିନ୍ନ ସାମ୍ପ୍ରଦାୟିକ ଗୋଷ୍ଠୀରେ ବିଭକ୍ତ ହୋଇଗଲା। ଧର୍ମରୁ ଆଧ୍ୟାତ୍ମିକତା ବିଲୁପ୍ତ ହୋଇ କର୍ମକାଣ୍ଡ ପ୍ରାଧାନ୍ୟ ବିସ୍ତାର କଲା। ଲୋକେ ଧର୍ମ ଓ କର୍ମଭ୍ରଷ୍ଟ ହୋଇ ପାପାଚରଣରେ ଲିପ୍ତ ହେଲେ। ଏହିପରି ଏକ ଧର୍ମ ସଙ୍କଟ ସମୟରେ ହିଁ ପରମାତ୍ମାଙ୍କ ଅବତରଣ ହୁଏ ଓ ସେ ଲୁପ୍ତପ୍ରାୟ ଏହି ଜ୍ଞାନ ଯୋଗ ପୁନଶ୍ଚ ବ୍ୟାଖ୍ୟା କରନ୍ତି। କଳ୍ପ କଳ୍ପାନ୍ତର ଧରି ଏହି ପରମ୍ପରାର ପୁନରାବର୍ତ୍ତନ ହୁଏ। ଯେ ସୃଷ୍ଟିର ପୁନରାବର୍ତ୍ତନ ସିଦ୍ଧାନ୍ତକୁ ବୁଝିପାରେ ନାହିଁ, ତା ମନରେ ପ୍ରଶ୍ନ ଉଠେ ଯେ ପରମାତ୍ମା କିପରି ଏକ ସାଧାରଣ ମାନବ ଶରୀର ଆଧାରରେ ଅବତରଣ କରିବେ। ପରମାତ୍ମା ସାଧାରଣ ମାନବାତ୍ମା ପରି ମାତୃଗର୍ଭରେ ଜନ୍ମ ନିଅନ୍ତି ନାହିଁ,
କାରଣ ମାତୃଗର୍ଭରୁ ଜନ୍ମ ହେଲା ମାତ୍ରକେ ଜୀବାତ୍ମା ପ୍ରକୃତି ଦ୍ୱାରା ବଶୀଭୂତ ହୋଇ କର୍ମ କରିବାକୁ ବାଧ୍ୟ ହେବ। ଜନ୍ମ ନେଲେ ମୃତ୍ୟୁ ମଧ୍ୟ ତା ପାଇଁ ଆସିବ। ଜାତସ୍ୟ ହି ଧ୍ରୁବ ମୃତ୍ୟୁ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରଇ। କିନ୍ତୁ ପରମାତ୍ମା ତ ଜନ୍ମ ମରଣର ଊର୍ଦ୍ଧ୍ୱରେ। ତେଣୁ ପ୍ରକୃତିଜନ୍ୟ ଶରୀର ଧାରଣ କରି ସେ ଜନ୍ମ ହୁଅନ୍ତି ନାହିଁ, ବରଂ ନିଜ ଈଶ୍ୱରୀୟ ଶକ୍ତି ବଳରେ ଅନ୍ୟ ଏକ ଶରୀର ମାଧ୍ୟମରେ ପରକାୟା ପ୍ରବେଶ ଦ୍ୱାରା ଦିବ୍ୟ ଅବତରଣ କରନ୍ତି। ତେଣୁ ସମସ୍ତେ ତାଙ୍କୁ ଚିହ୍ନି ପାରନ୍ତି ନାହିଁ। ଧର୍ମ କୌଣସି ମତବାଦ ବା କର୍ମକାଣ୍ଡକୁ ବୁଝାଏ ନାହିଁ। ଧର୍ମ ଯେତେବେଳେ ସାମ୍ପ୍ରଦାୟିକତାର ରୂପ ନିଏ, ସେତେବେଳେ ଧର୍ମର ଗ୍ଲାନି ହୁଏ। ଧର୍ମ ହେଉଛି ବାହ୍ୟ ଓ ଆଭ୍ୟନ୍ତରୀଣ ଜୀବନ ଯାପନ ପ୍ରଣାଳୀ। ଏହା କୌଣସି ପୂଜା ପଦ୍ଧତି ନୁହେଁ। ଏହା ହେଉଛି ଜୀବନକୁ ଗଢ଼ି ତୋଳିବାର ଏକ ନୀତି, ଯଦ୍ୱାରା ଆମେ ନିଜର ବାସ୍ତବିକ ସ୍ୱରୂପ ଉପଲବ୍ଧି କରି ଏକ ଦିବ୍ୟ ଜୀବନ ଲାଭ କରିପାରିବା। ପରମାତ୍ମା ଏହିପରି ଏକ ଧର୍ମର ପ୍ରତିଷ୍ଠା ପାଇଁ ଅବତରଣ କରନ୍ତି। ମନୁଷ୍ୟ ମଧ୍ୟରେ ଥିବା ସମସ୍ତ ପ୍ରକାର କୁସଂସ୍କାର ଓ ପାପ ପ୍ରବୃତ୍ତିକୁ ଦୂର କରି ସେମାନଙ୍କୁ ପୁନଶ୍ଚ ସତ୍ୟ ଧର୍ମ ମାର୍ଗରେ ପରିଚାଳିତ କରି ଏକ ସ୍ୱର୍ଣ୍ଣିମ ସ୍ୱର୍ଗ ରାଜ୍ୟ ପ୍ରତିଷ୍ଠାର ପଥ ପ୍ରଶସ୍ତ କରନ୍ତି। କ୍ରମଶଃ ଓମ୍ ଶାନ୍ତି।